ମୁଁ କହିଲି କୁହନ୍ତୁ ମଙ୍ଗଳ। ତୁ କଣ କହିଲୁ? କହୁଛି ଲଙ୍ଗଳ। ତୁ କଣ କହିଲୁ? କଣ୍ଟି। ମୁଁ କହିଲି କଣ୍ଠି। ହଁ ସେଟା କହି ଲଙ୍ଗଳ କଣ୍ଟି ଇସ। ଆରେ କଣ ବୁଝିଛ ନା ଦୁଇ ଜଣ ଏଠି ସଭାପତି ଝଗଡା କରୁଛ? ମୁଁ ଯୋଉ ଆଶୀର୍ବାଦ ଶୋକ ପଢିଲି ତମେ କଣ ବୁଝିଲ? ପୋଖତି ପୋଖତି କଣ ପୋଖତ ସେଇଆ ପୋଖତ ସାରେ କହିବି ହଁ ଯେ ତିନିଟା ଯୁଗର କଥା। କରେ ତିନିଟା ତିନିଟା କଣ? ଆଉ ତିନିଟା ଯୁଗ ଆରେ ତ୍ରେତୟା ଯୁଗର କଥା କହିବୁ ନାଇଁ? ସେଇ କଥା। ଆଚ୍ଛା କଣ ତ୍ରେତୟା ଯୁଗର କଥା କହିବୁ? ଦିନକର କଥା। ଦିନକ କଥା ରୁହ ମ। ତମେ କଣ କି? କଣ ଜଣେ ବିଶିଷ୍ଟ ଗାୟକ। ଗାୟକ? ତୁ ଗାୟକ ନା? ତୁ 14 ବର୍ଷ ଗାୟକ? ପଚାରୁନାହାନ୍ତି ସାରଙ୍କୁ। ସାରଙ୍କୁ ପଚାରିଛି। ସାର 50 ବର୍ଷ ପୂର୍ବରୁ ଜାଣିଛନ୍ତି। ଆଚ୍ଛା 50 ବର୍ଷ ପୂର୍ବରୁ? ପବିତ୍ର ମୋ ନାଁଟି। ହଁ ବହୁତ ପବିତ୍ର ଆଉ। ସାର କହିବି କୁହ। ଆପଣ ଶୁଣିବେ ସେଇ ତ୍ରେତୟା ଯୁଗର କଥା। ଦିନକର କଥା। କଣ? ରାମ ଲକ୍ଷ୍ମଣ ଆଉ ତା ଭଉଣୀ ସୀତା। ରାମ ଲକ୍ଷ୍ମଣ ତା ଭଉଣୀ ସୀତା। ଆରେ ରାମଙ୍କର ସ୍ତ୍ରୀ ହେଲା ସୀତା। ଓହୋ ତାଙ୍କ ସ୍ତ୍ରୀ ଓ ହେଲା। ମୁଁ ଭାବୁଛି ଯେମିତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ମୁଁ ସେଇଆ ଭାବେ। ଗଲେ ବନବାସ। 14 ବର୍ଷ ଗଲେ ବନବାସ। ରାମ ଗଲେ ତାଙ୍କ ପଛରେ ନଖିଆ ଗଲା। ନଖିଆ ଲକ୍ଷ୍ମଣ ସେ ଖୁସିରେ ଲଖିଆ ଡାକିଛି ଆଉ ଶ୍ରଦ୍ଧା ଡାକ ଆଉ। ସେଠୁ ସୀତା ଦେବୀ ଗଲେ ଆଉ ବୁଲି 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 ତାଙ୍କ ସହିତ ମଝିରେ ଭେଟ ହେଇଗଲେ ବଜରଙ୍ଗ ବାଲି ହନୁମାନ ମହାବୀର ହନୁମାନ। ଟିକେ ବୁଝୁନା ବ୍ୟସ୍ତ ବୁଝେଇବା। ହନୁମାନ 12 ବର୍ଷ ବୁଲି ବୁଲି ହନୁମାନ ପାଟି ପୁରା ଉଚ୍ଚ ହେଇଗଲା। କେତେ ଫଳମୂଳ ଖାଇବ? ଦାନ୍ତ ଖଟା ହେଇଗଲା ଆଉ। ଦିନେକାର କଥା ଚାଲିଗଲେ ଗୋଟେ ନଦୀ ବନ୍ଧ ଉପରକୁ। କହିଲେ ଟିକେ ଆଇଁଷ ଫାଇଁଷ ଟିକେ ହେଲେ ଭଲ ହୁଅନ୍ତା। ହନୁମାନ ଖାଉଛି ଆଇଁଷ? ଶୁଣୁନା ଟିକେ। ହଉ ଶୁଣିଲି। ଶେଷ ଜାଗା ଟିକେ ଧୈର୍ଯ୍ୟ ଧର। ଆରେ ବ୍ରହ୍ମଚାରୀ ଲୋକ ଜାଣିବାକୁ ନା ଭିତରେ ଟିକେ ଆଇଁଷିଆ ଦୋଷ ଅଛି। ହନୁମାନ ଉଠିଗଲେ ବନ୍ଧ ଉପରକୁ ଚାଲିଗଲେ ଆଉ। କିଛି ବାଟ ଗଲା ପରେ ଦେଖିଲେ ଗୋଟେ କୈବର୍ତ୍ତ ସାଇ ଅଛି। ସେଠି କିଛି ଆଉ ହାବ ଭାବ ପାଇଲେନି। ସେଇ ନଈବନ୍ଧ ମାନେ ଆଉ କିଛି ବାଟ ଗଲେ ଦେଖିଲେ ଗୋଟେ ଧୀବରା ବସ୍ତି ଅଛି। ସେଠି କିଛି ଭାବ ସାପ ପାଇଲେନି। ଆଉ କିଛି ବାଟ ଗଲା ପରେ ଦେଖିଲେ ଗୋଟେ ବେହେରା ବସ୍ତି ଅଛି। ସେଇଠି ଜାଲ ଫାଲ ସବୁ ଶୁଖୁଛି ଆଉ। ହନୁମାନ ଆଡକୁ ସାଡକୁ ଚାହିଁଲେ, ଫଟାଇକି ନା ଡେଇଁଲେ, ଜାଲକୁ କାଖରେ ଡାକିଲେ ଆଉ। କାଖରେ ଡାକି ନଦୀ ବନ୍ଧ ଉପରକୁ ଉଠିଗଲେ। ଦେଖିଲେ ଗୋଟେ ତୁଠ ଅଛି। ତୁଠରେ ପାଣି ଖାଲି ହାବୁକା ମାରୁଛି। ଏଇଠି ଗୋଟେ ବଡ ମାଛ ଅଛି ଆଉ। ଜାଲଟାକୁ ଆରାମ କରି ଧଇଲେ ଆଉ। ଜାଲକୁ ଧଇଲେ ଆରାମ କରି ଜାଲ ଟିକେ ସୀତା ଦେବୀ ଗାଧଉଥିଲେ ସେଠି। ପାଣି ହଲଚଲ ହଉଛି। ଜାଲ ପକେଇ ଦେଇଥିଲି। ସୀତା ଦେବୀ ଟାଣୁଛନ୍ତି ନଦୀ ଭିତରକୁ, ବଜରଙ୍ଗ ବାଲି ଟାଣୁଛି ଉପରକୁ, ଭିତରକୁ ଉପରକୁ। ଏମିତି ହେଇ ହେଇ ବଜରଙ୍ଗ ବାଲି ଆରମ୍ଭ କରିଦେଲା ଆଉ। କହିଲା ମୋ ଜାଲରେ ଯାଇଛୁ ଫସିଲ, ଶୁଣାଇଲି ସି ତୁ ମିଛେ ହଉ ଚାଟ ପିଟିଲ, ଶୁଣାଇଲି ସି। ଟିକେ ରୁହନ୍ତୁ ସାର୍। ରୁହ ମ। କଣ କୁହନ୍ତୁ? କଣ କହିଲ? ମୋ ଜାଲରେ ଯାଇଛୁ ପଶିଲ। ହନୁମାନ କହୁଛି। ମୂର୍ଖ। ଆଜ୍ଞା ହନୁମାନଙ୍କ ମା ସୀତା ଦେବୀ ହେଲେ ମା। ସେ ପୁଣି ହନୁମାନ ପୁଣି ଗୀତ ବୋଲିଲେ? ଆରେ ମୂର୍ଖ। ହନୁମାନ କଣ ଜାଣିଛି ସୀତା ଦେବୀ ଗାଧଉଛନ୍ତି ବୋଲି? ଆଚ୍ଛା ସେ ଭାବିଲା ବଡ ଭେକ୍ଟି ମାଛ ଗୋଟେ ପଡିଛି ନା ଆଉ। ସୀତା ଦେବୀ ରାମଙ୍କ ସ୍ତ୍ରୀ, ସେ କୋଉ ଛାଡିବେ ଲୋକ। ତ ଭିଡି ଦେଲେ ଭିଡି ଦେଇକି ଆରମ୍ଭ କଲେ ଆଉ। ଛାତ ଉପରେ କିଏ लो ଛାତି ଦିନ 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 ଦେଇ ଦିଏ लो, ଛାତ ଉପରେ କିଏ लो ଛାତି ଦୁଲୁ 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 ଦେଇ ଦିଏ लो। ହଉ ନାହିଁ। ମା ସୀତା ଦେବୀ ଏ ଗୀତ ଗାଇଲେ? ଆଉ କଣ ଛୋକର ଅର୍ଥ ବୁଝେଇ ହଉ ନାହିଁ। ଯଦି ନ ହଉଛି ନାହିଁ ମୁଁ କଣ ବସ। ବସିବି ସେଇଠି ଏଇଠି? ଖାଲ ଜାଗାରେ ବସିବାକୁ ଭଲ ଲାଗୁନି। କଣ ହେଲା? ଟିକେ ଉଞ୍ଚ ଜାଗା ହେଲେ ଭଲ ହୁଅନ୍ତା। ଉଞ୍ଚା ଜାଗା ତମକୁ ଦେବେ? ଆଜ୍ଞା। ଆଉ କଣ? ଆଚ୍ଛା ଏ ରକ୍ଷା ଦେଇଥିବେ ମୋର ସର୍ଜନ ମଣ୍ଡଳୀ।
ଲକ୍ଷ୍ୟ ଦେଇଥିବେ ମୋର ସମ୍ମାନିଆ ମା ମାନେ। ଆଚ୍ଛା ଆସିଲା ବୃହଗ ବାହନ ଯଶ ଏ ଦକ୍ଷିଣୀ କଣ କହୁଛ ଆଠଣି ଏ ସଭା ମଧ୍ୟକୁ ତିନୋଟି ଦେବତା ଆସିବେ, ଦେବୀ ମଧ୍ୟ ଆସିବେ ଏ ବାବୁ ମାନଙ୍କୁ ଆଶୀର୍ବାଦ କରିବା ପାଇଁ। ସେ ତିନୋଟି ଦେବତା ହେଲେ କିଏ? ବୃହଗ ବାହନ ଯଶ, ବୃହର ହେଲା ବୃଷଭ, ଏ ବୃଷଭ ବାହନ କାହାର? ଦୁଃଖ ବୃଷଭ ବାହନ ଷଣ୍ଢର। ହେମନ୍ତ ଯୋଉ ଦେବଦେବ ମହାଦେବଙ୍କର ବୃହ ଆସିଲା ହର ହଂସ, ହଂସ ବାହନ କାହାର? ବେଦପତି ବ୍ରହ୍ମାଙ୍କର ବୃହଗ ଆସିଲା ଗରୁଡ଼ ହେଇଥିବ। ଗର ହେଲା ଗରୁଡ଼, ଏ ଗରୁଡ଼ ବାହନ କାହାର? ସେଇ ବିଷ୍ଣୁଙ୍କର। ହେମନ୍ତ ଯୋଉ ଦ୍ୱାରକାବାସୀ ନାରାୟଣଙ୍କର ବୃହଗ ବାହନ ଯସ୍ୟ ଯସ୍ୟଙ୍କ ଧାରଣ ତ୍ରିଶୂଳ, ତ୍ରିଶୂଳ ଆଇଥିବ କାହାର? କହିଲା କମଣ୍ଡଳୁ, କମଣ୍ଡଳୁ କାହାର? ବିଷ୍ଣୁଙ୍କର। ଆସିଲା ଚାର ଚକ୍ର, ଚକ୍ର ଆଇଥିବ କାହାର? ଦେବତା ଗଲେ ତାଙ୍କ ଆୟୁଧ ଗଲେ ବାହନ ଗଲେ। ସେ ଦେବୀ ସାଲତା ବାମ ଭାଗେନ ସାର ସାବିତ୍ରୀ, ସାଲ ଲକ୍ଷ୍ମୀ, ସାଲ ପାର୍ବତୀ। ସେହି ବ୍ରହ୍ମା ଶିବ ନାରାୟଣ ଲକ୍ଷ୍ମୀ ପାର୍ବତୀ ସାବିତ୍ରୀ ସାହିତ୍ୟ ସମାଜ ଭଦ୍ରମଣ୍ଡଳୀ ମାନଙ୍କର, ପଣ୍ଡିତ ମଣ୍ଡଳୀ ମାନଙ୍କର, ବୃଦ୍ଧବନିତା ମାନଙ୍କର, ଏ ଅନୁଷ୍ଠାନ କରିଥିବା କର୍ମକର୍ତ୍ତା ମାନଙ୍କର, ଆମର କୈବ୍ରତ ବାବୁ ମାନଙ୍କର, ଇଏ ଗ୍ରାମବାସୀ ମାନଙ୍କର, ଛୋଟ ଛୋଟ ପିଲା ମାନଙ୍କର, ମୋର ଭାଇ ମାନଙ୍କର ଏବଂ ମଉସା ମାନଙ୍କର, ମୋର ମାଉସୀ ମାନଙ୍କର ଏବଂ ଭାଉଜ ମାନଙ୍କର, ସେହି ବ୍ରହ୍ମା ଶିବ ନାରାୟଣ, ଆଚ୍ଛା ଲକ୍ଷ୍ମୀ ପାର୍ବତୀ ସାବିତ୍ରୀ ସମସ୍ତେ ମା ବାସରୀ କନ୍ଦର ମଙ୍ଗଳ ବିଧାନ କରନ୍ତୁ, ସର୍ବୈଷ୍ଟ ଖଣ୍ଡନ କରନ୍ତୁ, ସର୍ବେ ଭଗବାନ ଗୋଟେ କଣାଲୋ କହ କହକେ କଲା ଖବର ସବ ହେଇଗଲାଲୋ, କେତେ ତୁଚ୍ଛା କରିଲା। ପାଠିଆରେ ଗୋଟେ କଣାଲୋ କହ କହକେ କଲା ଖବର ସବ ହେଇଗଲାଲୋ, କେତେ ତୁଚ୍ଛା କରିଲା। ନଣନ୍ଦ ପଚାରିବ ପଚାରିବ ପଚାରିବ, ଶାଶୁଙ୍କ ପଚାରିବ ପଚାରିବ ପଚାରିବ, କି ଉତ୍ତର ଦେବୁରା ଭାଲୋ କହ କହ ତୁ ପରା। ପାଠିଆରେ ଗୋଟେ କଣାଲୋ କହ କହକେ କଲା। ଦିନକୁ ଚାହେଁ ନବ ଜଳ ଧର, ପାଠିଆରେ ଗୋଟେ ତ୍ରାହି ଭଗବାନଥ କରୁଣ ସାଗର, ଡାକି ଡାକି ଦିନ ବନ୍ଧୁ ମୋର ଦୁଃଖ ଦେଲା ନାହିଁ। ଆଲୋ ନଈରେ ବାଳିଆ ମଲଲ ବଉଳ, ନଈରେ ବାଳିଆ ମଲା, ଏ ନଈରେ ବାଳିଆ ମଲଲ ବଉଳ, ନଈରେ ବାଳିଆ ମଲା। ଏ 15 ଦିନରେ 18 ପିଲା, ଦିନକୁ କେତେ ପଇଲା? ତୁମେ ପାଇଛ କି ନାଇଁ ଖବର ଆଜି ଜାଗର? ତୁମେ ଯାଉଛ କି ନାଇଁ ମନ୍ଦିର ଆଜି ଜାଗର? ଯାଉଛ କି ନାଇଁ ମନ୍ଦିର ଆଜି ଜାଗର? ଜୟ ଜୟ ସାରଳାମ ଜଗତ ଜନନୀ, ତୁମେ ପାଇଛ କି ନାଇଁ? ଜୟ ଜୟ ସାରଳାମ ମା ସିଂହ ବାହିନୀ, ପାଇଛ କି ନାଇଁ? ଜୟ ଜୟ ସାରଳାମ
যে মা মোর পুরস্কার ଦେଇଛନ୍ତି এই ମାଙ୍କର ଏ ମୋର ଛୋଟ ପୁଅଟିର ମା ଝଙ୍କର ଅଶ୍ବିନୀ ମା ମଙ୍ଗଳା ମା ତାରିଣୀ ମା ଭାଷାରୀ ଏ ମଙ୍ଗଳ ବିଧାନ କରନ୍ତୁ ସର୍ବଇଷ୍ଟ ଖଣ୍ଡନ କରନ୍ତୁ ସର୍ବେ ବୋଲନ୍ଦ କବା